श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। ओम गणेशाय नमः। अति बड़ी जगन्नाथ दास रचित श्रीमद्भागवत महापुराण षष्ठ स्कंधर आज आम त्रयोदश अध्याय अध्ययन करवा। द्वादश अध्याय वृतासुर बध कथा वर्णना कर अध्यायर प्रथम भाग में रही पद्यांतरी एवं द्वितीय भाग में रही यार व्याख्या। यही त्रयोदश अध्याय इंद्रंक उपरे ब्रह्म हत्यार आक्रमण कथा वर्णना करा जायछि। तेणु यही अध्याय अनेक गुरुत्वपूर्ण कथा बा शिक्षणीय वस्तु रही आमे माने शुणा एवं बुझा। धारावाहिक भाव में शुणापी चैनल टी को निश्चित सब्सक्राइब करेंगे एवं फॉलो करेंगे। तेबे आसंतु आरंभ करवा षष्ठ स्कंध त्रयोदश अध्याय। वृत्र को मारी सची साई लोचन्ते तेजहीन होई विष्णुर खिले ता जीवन त्रयोद सर विवरण। बदरायणी उवाच वृत्रो इलाजहु हत शुणिह रस त्रिजगत। इंद्रर बिनु जेते जन हरस होइले राजन। अमर देव ऋषिगण पितृदैवत जेते पूर्ण। ब्रह्माशंकर वज्रधर गले से जे जाहारपुर। राजा परीक्षित वाच भौमुनि हुओ सावधान एहासु नीते मोर मन। किंपाह रस देवगणे इंद्र भी साद की कारणे। कहिबा एथिर कारण नमई तुम्भर चरण। बदरायणी उवाच वृत्रविक्रम देखि देवे महत ऋषि आदि सर्वे। भये उद्वेग मन होई कहिले इंद्रंकु से जाई। भोदेव देवंक ईश्वर वृत्र सुर कुसंहार। इंद्रता न कले स्वीकार ब्राह्मण बधे पापघर। ब्रह्म हत्या बा ब्राह्मण हत्या केते दोष एथिरे से कथा मध्य टिके वर्णना करा जायछि। इंद्र उवाच जेबे मारिली विश्वरूप घेनिली ब्रह्म हत्या पाप। भुजल स्थिरी द्रुममाने पाप घे नीले विद्यमाने। एबे वृत्र को विनाशीबी केमंते पापु निस्तरीबी। श्री शुक उवाच इंद्रवचने ऋषिगण शुणि से कहन्ति वचन। अश्वमेध यज्ञ को करी ए पाप नासी भूत हरि। महापुरुष आत्मापर अखिल जगत ईश्वर। आत्मापर अर्थात परमात्मा, आत्मापर अर्थात परमात्मा। जे देव प्रभु नारायण यज्ञ रे कराई प्रसन्न। वृत्रर बधू देववर अवहेलारे हेबु पार। ब्राह्मण गुरु पिता माता जे जन आचार्यर होन्ता। ब्राह्मण गुरु पिता माता जे जन आचार्यर हन्ता। स्वानकु खाई अबाजेहु शुणक हिबा महाबाहु। नाम कीर्तन जेहु करे ए सर्व पापु सेहु तरे। महायज्ञ को करी तुही जपिबु प्रभु भावग्राही।
ତାଙ୍କ ପ୍ରସନେ ଦେବବର ଦୁରିତ କେତେକ ମାତର। ଶ୍ରୀଶୁକ ଉବାଚ ଶୁଣିନ ଋଷିଙ୍କ ବଚନ ଶତ୍ରୁମା ଇଲେ ମଘବାନ। ତକ୍ଷଣେ ବ୍ରହ୍ମ ହତ୍ୟା ଗଲା ଇନ୍ଦ୍ରଦେବଙ୍କୁ ଆଶ୍ରେ କଲା। ତାହାକୁ ଦେଖି ଦୁଃଖ ପାଇ ଦେବେନ୍ଦ୍ର ଗଲେ ଯେ ପଳାଇ। ଚାଣ୍ଡାଳୀ ରୂପକୁ ଧଇଲା ଇନ୍ଦ୍ରର ପଛେ ଗୋଡ଼ାଇଲା। ବୃଦ୍ଧାରୁ ପକୁ ଧରି ସେହି ଯକ୍ଷ୍ମାରୋଗରେ ଗ୍ରସ୍ତ ହୋଇ। ଶୋଣିତ ପ୍ରାୟ ବସ୍ତ୍ର ତାର ବିବର୍ଣ୍ଣ କେଶ ମସ୍ତକର। ରହର ବୋଲି ଡାକଇ ଆମିଷ ଗନ୍ଧ ତାର ଦେହି। ଆକାଶେ ସକଳ ଦିଗରେ ଇନ୍ଦ୍ର ପଳାନ୍ତି ଖରତରେ। ଉତ୍ତର ଦିଗକୁ ସେ ଗଲେ ମାନସ ରୋବରେ ଲୁଚିଲେ। ପୁଷ୍କର ନାଳେ ଦେବବର ଚଞ୍ଚଳ ମନ କରି ସ୍ଥିର। ପୁଷ୍କର ନାଳ ଅର୍ଥାତ୍ ପଦ୍ମନାଳ। ସହସ୍ର ସମ୍ବତ୍ସର ତହିଁ ବ୍ରହ୍ମଭାବନେ ମନ ଦେଇ। ବ୍ରହ୍ମବଧରୁ ମୋକ୍ଷ ପାଇଁ ରହିଲେ ନିରାହାର ହୋଇ। ତାବତ ନହୁଷ ରାଜନ ସ୍ୱର୍ଗରେ କଲେ ଇନ୍ଦ୍ରପଣ। ବିଦ୍ୟା ତପସ୍ୟା ଯୋଗ ବଳେ ସ୍ୱର୍ଗ ସମ୍ପଦ ଭୋଗ କରେ। ଐଶ୍ୱର୍ଯ୍ୟ ସମ୍ପଦ ଭୋଗରେ ନହୁଷ ମଦାନ୍ଧ ବୁଦ୍ଧିରେ। ଇନ୍ଦ୍ରପତ୍ନୀକି ଇଚ୍ଛା କଲା ସ୍ୱର୍ଗଲୋକରୁ ଚ୍ୟୁତ ହେଲା। ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ବାରତା ଇନ୍ଦ୍ରାଣୀକୁ ଦେଇ। ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ତୁମତେ ଭଜଗ ବିଧିରେ। ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ପ୍ରତ୍ୟୁତ୍ତର ଗୁରୁ ଦେଲେ। ଗୁରୁ ଏ ମନ୍ତ ବିଚାରିଲେ ଅତି ସମ୍ଭବ ବୋଇଲେ। ଅନେକ ତପସ୍ୟାର ଫଳେ ମନୁଷ୍ୟ ହୋଇ ଦେବ ପାଳେ। ବ୍ରାହ୍ମଣ କୋପ ସାପୁ କରି ହୋତ ହୋଇବ ଏହା ଶିରି। ନହୁଷେ ଏମନ୍ତ କହିବ ଋଷିଙ୍କ କନ୍ଧେ ଦୋଳା ଥିବ। ତୁମ୍ଭେ ଦୋଳାରେ ବସିଥିବ ଆମ୍ଭର ପୁରକୁ ଆସିବ। ତେବେ ଯେ ତୁମ୍ଭଙ୍କୁ ଭଜିବୁ ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ। ଏମନ୍ତ ଗୁରୁ ଆଜ୍ଞା ଶୁଣି ନହୁଷେ କହିଲେ ଇନ୍ଦ୍ରାଣୀ। ଋଷିମାନଙ୍କୁ ଆଣି କରି ଋଷିଙ୍କ କନ୍ଧେ ଦୋଳା ଧରି। ସେ ଦୋଳା ଉପରେ ନହୁଷ ଆନନ୍ଦେ ହୋଇଣ ହରସ। ଚଳଇ ଦୋଳା ମନ୍ଦ ଗତି ତା ଦେଖି କୁପିତ ନୃପତି। ସର୍ପ ସର୍ପ ବୋଲି ବୋଇଲା ପାଦେ ଅଗସ୍ତିଙ୍କି ମାଇଲା। ଅଗସ୍ତି କ୍ରୋଧ ଭର ହୋଇ ନହୁଷକୁ ସେ ସାପ ଦେଇ। ତୁ ସର୍ପ ହୁଅ ବେଗ ହୋଇ ଯେଣୁ ସଙ୍କଟ ଦେଲୁ ତୁହି। ଏହେତୁ ନହୁଷ ସ୍ୱର୍ଗରୁ ଚ୍ୟୁତ ହୋଇଲା ସେ ସାପରୁ। ମହାସର୍ପ ଯେ ସେ ହୋଇଲା ମର୍ତ୍ତ୍ୟଲୋକରେ ସେ ପଡ଼ିଲା। ଏବେ ହୋ ଶୁଣ ପରୀକ୍ଷିତ ଇନ୍ଦ୍ରରାଜାର ଯେ ଚରିତ। ପରମେଶ୍ୱର ଧ୍ୟାନ କରି ବ୍ରହ୍ମ ହତ୍ୟା ପାପରୁ ତରି। ସ୍ୱର୍ଗରେ ଇନ୍ଦ୍ର ପୁନର୍ବାରେ ଦେବଙ୍କୁ ଘେନି ସେ ବିହରେ। ଇନ୍ଦ୍ରଙ୍କୁ ଦେବ ଋଷିମାନେ ଅଶ୍ୱମେଧ ଯଜ୍ଞ ବିଧାନେ। ମହାପୁରୁଷ ଆରାଧନ ଦୀକ୍ଷା କରାଇଲେ ରାଜନ। ଏ ଅନନ୍ତରେ ଦେବମୟ ସର୍ବାତ୍ମା ପୁରୁଷ ଅବ୍ୟୟ। ଇନ୍ଦ୍ର ବ୍ରହ୍ମ ଋଷି ସହିତେ ଆରାଧି ଅଶ୍ୱମେଧ ମତେ। ବ୍ରହ୍ମବଧ ପାତକ ଭୟ ଯଜ୍ଞ ହେ ତୁରୁ ହେଲା କ୍ଷୟ।
ରବିକି ରଣେ ହିମ ପ୍ରାଏ ସକଳ ପାପ ହେଲା କ୍ଷୟେ ଅଶ୍ୱମେ ଧରେ ବରୀନ୍ଦ୍ର ମରିଚି ଆଦି ମୁନି ବୃନ୍ଦ ଆରାଧି ପୁରୁଷ ପୁରାଣ ସ୍ୱର୍ଗେ ହୋ ଇଲେ ସେ ରାଜନ ଯଜ୍ଞର ପ୍ରସାଦରୁ କରି ନିଷ୍ପାପ ହେଲା ବଜ୍ରଧାରୀ ଅଶେଷ ପ୍ରାଣୀମାନଙ୍କର ପାପକୁ କରଇ ଯେ ଦୂର ଏ ମହାଖ୍ୟାନ ଜ୍ଞାନମୟୀ ଯେ ଜନ ଶ୍ରଦ୍ଧାରେ ଶୁଣଇ ଭକତ ଜନର ବର୍ଣ୍ଣନ ଇନ୍ଦ୍ରଜ ମୋକ୍ଷ କାରଣ ଯେ ପ୍ରାଣୀ ପ୍ରୀତିରେ ପଢ଼ଇ ଶ୍ରଦ୍ଧାରେ କରି ଯେ ଶୁଣଇ ଗାୟନ କରି ପ୍ରତିଦିନ ସର୍ବସି ଦିଲ ଭେସେ ଜହନ ଶତ୍ରୁକୁ ଜୟ ଧନ ଯଶ ପାପମୋଚନ ଦୀର୍ଘାୟୁଷ ସର୍ବକଲ୍ୟାଣ ତାର ହୋଇ ଧନ ଧାନ୍ୟ ଯଶ ଲୋଭଇ ବୋଲଇ ଜଗନ୍ନାଥ ଦାସ ଇନ୍ଦ୍ର ଯେ ପାପ କଲା ନାଶ ହରିକି ତନେ ସର୍ବ ହୋଇ କଳିରେ ଆନ ଗତି ନାହିଁ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस सहितायां षष्ठस्कन्धे इंद्र विजयो नाम त्रयोदशाध्यायः। वर्तमान यही अध्याय आम व्याख्या श्रवण करिबा। इंद्रंक उपरे ब्रह्महत्यार आक्रमण कथा। शुकदेव कहि चले, हे महादानी परीक्षित, वृत्रासुर मरीजा पर इंद्रंक व्यतीत तीन लोक तथा से सबुर लोकपाल माने अत्यंत आनंदित हेले। सेमानंकर भय और चिंता दूर हो गला। युद्ध सरीजा परे देवता, ऋषि, पितृगण, भूत, दैत्य और देवता मानकर अनुचर गंधर्व आदि लोके निज निज लोक को फेरीगले। तापरे ब्रह्मा, शिव, इंद्र प्रभृति मध्य चलीगले। राजा परीक्षित पचारे, भगवान देवराज इंद्र कहीं प्रसन्न हेले नहीं? वृत्रासुर बद्ध हो सकल देवता जेतेबेले खुशी हेले इंद्रंक दुखर कारण कौन मु ताहा जानिबाकु चाहूछि। श्री शुकदेव कहि चले, हे परीक्षित, वृत्रासुर अत्यंत पराक्रमी हो जाइथिबारु देवता और ऋषि महर्षि माने अत्यंत भयभीत हो जाइथिले। तेणु सेमाने ताकु मारिबा सकाशे इंद्रंकु प्रार्थना करथिले, किंतु ब्रह्महत्या दोष लागि जो बोली भय करी इंद्र ताकु मारिबाकु चाहू नथिले। सेतेबेले इंद्र सेमानकु कहिथिले, हे देवता और ऋषिगण, विश्वरूपंकु बद्ध करिया फलरे मते जेउ ब्रह्महत्या दोष लागिथिला ताहा तो स्त्री, पृथ्वी, जल और वृक्ष माने कृपा करी बांटी नहीं गले। किंतु मु जदि पुणी वृत्र को बद्ध करी तेबे ए अपराध मु किपरि मार्जना करी। विश्वरूप को जेतेबेले इंद्र हत्या करथिले सेतेबेले मध्य ब्रह्महत्या दोष लागिथिला। जेहेतु विश्वरूप जने तपनिष्ठ ब्राह्मण थिले आउ तांकर तपनिष्ठ ब्राह्मण विश्वरूपंकर पुत्र हिसाब रे वृत्रासुर होइथारो वृत्रासुर को मारिया पर इंद्र मध्य सेही ब्रह्महत्यार दोष किपरि मार्जना करिवे बा ता नै से चिंतित थिले। तेणु करी से खुशी नथिले। श्री शुकदेव कहि चले, देवराजंकर कथा सुनी ऋषि माने कहिथिले, हे देवराज, तुमर मंगल हेबो। तुमे आदौ भय कर नै, कारण आमे अश्वमेध यज्ञ करी तुमको सकल पापरु मुक्त करिदेबु। अश्वमेध यज्ञ द्वारा तुमे समस्तंकर अंतर्यामी सर्वशक्तिमान परमात्मा नारायण को उपासना कले केवल वृत्रासुर बधर पाप कथा कौन कहिबा, तुमे सकल पापरु मुक्त हो जाई पारिबो। हे देवराज, भगवान को नाम कीर्तन करिया मात्रे गो माने गाई, ब्राह्मण, पिता, माता, आचार्य आदि को हत्या करिथिबा महापापी चांडाल और कोसई मध्य शुद्ध हो जाती। आमे अश्वमेध महायज्ञ अनुष्ठान करिबु। सेही यज्ञ द्वारा श्रद्धापूर्वक भगवान को आराधना करी तुमे एही दुष्ट को दंड देवा पापरु कौन ब्रह्मा पर्यंत समस्त चराचर जगत को हत्या कले भी सेही पापरे लिप्त हेबो नाही। कथारे अछि उद्देश्य कौन? उद्देश्य को नहीं कि पाप किंबा पुण्य निर्णय होता है। जेमिति कि चाषी चाष कले निश्चित भाव में हल लंगलर कर्षण द्वारा जिया मरबे, अनेक
ଉପକାରୀ କୀଟ ମଧ୍ୟ ମୃତ୍ୟୁ ହେବ। କିନ୍ତୁ ସେରାକ ଚାଷୀକୁ ପାପ ଲାଗେ ନାହିଁ। କାହିଁକି? ଚାଷୀଟିଏ ଚାଷ କରେ ଏ ଚରାଚର ଜଗତର ସବୁ ପ୍ରାଣୀମାନଙ୍କୁ ଖାଦ୍ୟ ଅନ୍ନ ଯୋଗାଇବା ପାଇଁ। ତେଣୁ ଉଦ୍ଦେଶ୍ୟକୁ ନେଇ ମନର ଭାବନାକୁ ନେଇ ପାପ ବିଚାର ହୋଇଥାଏ। ତେଣୁ ଇନ୍ଦ୍ର ଯେହେତୁ ସମଗ୍ର ସଂସାରକୁ ବଞ୍ଚିବାର ଥିଲା ବୃତ୍ତାସୁରଙ୍କୁ, ତାଙ୍କର ସେ ହତ୍ୟା କରିଥିଲେ। ଶ୍ରୀ ଶୁକଦେବ କହିଚାଲିଲେ, ହେ ପରୀକ୍ଷିତ, ବ୍ରାହ୍ମଣମାନଙ୍କ ଠାରୁ ଏପରି ପ୍ରେରଣା ପାଇବାରୁ ଦେବରାଜ ଇନ୍ଦ୍ର ବୃତ୍ରାସୁରକୁ ବଧ କରିଥିଲେ। ତାଙ୍କୁ ମାରିଦେବାରୁ ବର୍ତ୍ତମାନ ତାଙ୍କୁ ବ୍ରହ୍ମ ହତ୍ୟା ପାପ ଲାଗିଲା। ତେଣୁ ଇନ୍ଦ୍ରଙ୍କୁ ବହୁ କ୍ଲେଶ ଓ ଜ୍ୱାଳା ସହିବାକୁ ପଡ଼ିଲା। ସେ କ୍ଷଣଟିଏ ବି ଶାନ୍ତି ପାଇଲେ ନାହିଁ। ଏ କଥା ସତ ଯେ ଯଦି କୌଣସି ସଙ୍କୋଚଶୀଳ ସଜ୍ଜନଙ୍କ ଉପରେ କିଛି କଳଙ୍କ ଲାଗିଯାଏ, ତେବେ ତାହାଙ୍କର ଧୈର୍ଯ୍ୟ ଆଦି ଗୁଣ ମଧ୍ୟ ତାଙ୍କୁ ସୁଖ ଶାନ୍ତି ଦେଇପାରେ ନାହିଁ। ଦେବରାଜ ଇନ୍ଦ୍ର ଦେଖିଲେ ଯେ ବ୍ରହ୍ମହତ୍ୟା ଦୋଷ ତାଙ୍କୁ ଚାଣ୍ଡାଳୁଣୀ ପରି ବେଶରେ ଗୋଡ଼ାଇ ଚାଲିଛି। ବାର୍ଦ୍ଧକ୍ୟ ହେତୁ ସେହି ଚାଣ୍ଡାଳୁଣୀର ସକଳ ଅଙ୍ଗ ଥରୁଛି। ସେ କ୍ଷୟ ରୋଗ ହେତୁ ଧଇଁସଇ ହେଉଛି। ତାର ଲୁଗାପଟା ରକ୍ତରେ ଜୁଡ଼ୁବୁଡ଼ୁ ହୋଇଛି। ମୁଣ୍ଡର ନୁଖୁରା ପାଚିଲା ବାଳକୁ ଫୁରୁ ଫୁରୁ ହୁଡ଼ାଇ ସେ ଆରେ ରହ ରହ ବୋଲି ଡାକ ଛାଡ଼ି ତାଙ୍କୁ ଗୁଡ଼ାଉଛି। ତା ଶ୍ୱାସରୁ ପଚା ମାଛର ଦୁର୍ଗନ୍ଧ ବାହାରୁଛି ଯେ ସେଥିରେ ବାଟଘାଟ ଦୂଷିତ ହୋଇଯାଉଛି। ହେ ରାଜନ, ତା ଭୟରେ ଦେବରାଜ ଇନ୍ଦ୍ର ଦିଗ ବିଦିଗ ଆକାଶ ଯେଉଁଆଡ଼େ ପାରିଲେ ଧାଇଁ ପଳାଇଗଲେ ଏବଂ ଧାଇଁ ଧାଇଁ କୌଣସିଠାରେ ବି ଶରଣ ନ ମିଳିବାରୁ ଶେଷରେ ତୀବ୍ର ବେଗରେ ଯାଇ ଉତ୍ତର ପୂର୍ବ କୋଣରେ ଥିବା ମାନସ ସରୋବରରେ ପଶିଗଲେ ଏବଂ ବ୍ରହ୍ମହତ୍ୟା ଅପରାଧରୁ ଉଦ୍ଧାର ପାଇବାର ଉପାୟ ନ ପାଇ ସେହି ସରୋବର ପଦ୍ମବନରେ ମୃଣାଳର ତନ୍ତୁ ଭିତରେ 1000 ବର୍ଷ ପର୍ଯ୍ୟନ୍ତ ଲୁଚି ରହିଲେ। ଏତେ ଦୀର୍ଘକାଳ ପର୍ଯ୍ୟନ୍ତ ତାକୁ କିଛି ବି ଖାଇବାକୁ ମିଳିଲା ନାହିଁ। କାରଣ ସେ ତ ଅଗ୍ନି ଦେବତାଙ୍କ ମୁଖରେ ଭୋଜନ କରୁଥିଲେ, କିନ୍ତୁ ଅଗ୍ନି ଦେବତା ପାଣି ଭିତରେ ଥିବା ମୃଣାଳରୁ ତନ୍ତୁ ପାଖକୁ ଯାଇପାରୁନଥିଲେ। ଇନ୍ଦ୍ର ଯେତେ ଦିନ ମୃଣାଳ ତନ୍ତୁ ଭିତରେ ଲୁଚି ରହିଲେ, ସେ ପର୍ଯ୍ୟନ୍ତ ରାଜା ନହୁଷ ଆପଣା ବିଦ୍ୟା ତପସ୍ୟା ଓ ଯୋଗ ବଳରେ ସ୍ୱର୍ଗପୁର ଶାସନ କଲେ। କିନ୍ତୁ ସେ ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ମଦରେ ଅନ୍ଧ ହୋଇ ଇନ୍ଦ୍ର ପତ୍ନୀ ସତୀଙ୍କ ସହିତ ଅନାଚର କରିବାକୁ ଚାହିଁବାରୁ ସତୀ ନହୁଷଙ୍କ ଦ୍ୱାରା ଋଷିମାନଙ୍କ ପ୍ରତି ଅପରାଧ କରାଇ ଦେଇ ତାଙ୍କୁ ଅଭିଶପ୍ତ କରାଇଦେଲେ ଏବଂ ସେହି ଅଭିଶାପ ପାଇ ସେ ସର୍ପ ହୋଇଗଲେ। ଶେଷରେ ସତ୍ୟର ପରମ ପୋଷକ ଭଗବାନଙ୍କୁ ଧ୍ୟାନ କରି କରି ଇନ୍ଦ୍ରଙ୍କର ପାପ ନଷ୍ଟପ୍ରାୟ ହୋଇଯିବା ପରେ ବ୍ରାହ୍ମଣମାନେ ଡାକିବାରୁ ଇନ୍ଦ୍ର ପୁଣି ଥରେ ସ୍ୱର୍ଗକୁ ଗଲେ। ବିଷ୍ଣୁପତି ଲକ୍ଷ୍ମୀ ଇନ୍ଦ୍ରଙ୍କୁ ରକ୍ଷା କରିଥିଲେ ଏବଂ ପୂର୍ବୋତ୍ତର ଦିଗରେ ଅଧିପତି ରୁଦ୍ର ପ୍ରଥମରୁ ହିଁ ଇନ୍ଦ୍ରଙ୍କର ପାପକୁ ନିସ୍ତେଜ କରିଦେଇଥିଲେ। ତା ଫଳରେ ସେହି ପାପ ଆଉ ଇନ୍ଦ୍ରଙ୍କୁ ଆକ୍ରମଣ କରିପାରିଲା ନାହିଁ। ହେ ପରୀକ୍ଷିତ, ଇନ୍ଦ୍ର ସ୍ୱର୍ଗକୁ ଫେରିବା ପରେ ବ୍ରହ୍ମର୍ଷିମାନେ ସେଠାକୁ ଆସି ଭଗବାନଙ୍କୁ ଆରାଧନା କରିବା ନିମନ୍ତେ ଇନ୍ଦ୍ରଙ୍କୁ ଅଶ୍ୱମେଧ ଯଜ୍ଞର ଦୀକ୍ଷା ଦ୍ୱାରା ଦୀକ୍ଷିତ କଲେ। ବ୍ରହ୍ମବାଦୀ ଋଷିମାନେ ମଧ୍ୟ ଇନ୍ଦ୍ରଙ୍କ ଦ୍ୱାରା ଅଶ୍ୱମେଧ ଯଜ୍ଞ କରାଇବାରୁ ତଥା ସେହି ଯଜ୍ଞ ମାଧ୍ୟମରେ ଦେବରାଜ ଇନ୍ଦ୍ର ସର୍ବଦେବ ସ୍ୱରୂପ ପୁରୁଷୋତ୍ତମ ଭଗବାନଙ୍କୁ ଆରାଧନା କରିବାରୁ ସେହି ଭଗବତ ଅଶ୍ୱମେଧ ଯଜ୍ଞର ଦୀକ୍ଷା ଦ୍ୱାରା ଦୀକ୍ଷିତ କଲେ। ବ୍ରହ୍ମବାଦୀ ଋଷିମାନେ ଇନ୍ଦ୍ରଙ୍କ ଦ୍ୱାରା ଅଶ୍ୱମେଧ ଯଜ୍ଞ କରାଇବାରୁ ତଥା ସେହି ଯଜ୍ଞ ମାଧ୍ୟମରେ ଦେବରାଜ ଇନ୍ଦ୍ର ସର୍ବଦେବ ସ୍ୱରୂପ ପୁରୁଷୋତ୍ତମ ଭଗବାନଙ୍କୁ ଆରାଧନା କରିବାରୁ ସେହି ଭଗବତ ଆରାଧନାର ପ୍ରଭାବରେ ଇନ୍ଦ୍ରଙ୍କର ବୃତ୍ତାସୁର ବଦ୍ଧ ରୂପୀ ମହାପାପ ରାଶି ଭସ୍ମ ହୋଇଗଲା। ସୂର୍ଯ୍ୟୋଦୟ ହୋଇଗଲେ କୁହୁଡ଼ି ଲୋପ ପାଇଯିବା ପରେ ତାଙ୍କର ପାପ ନଷ୍ଟ ହୋଇଗଲା। ମରିଚି ଆଦି ମୁନୀଶ୍ୱରମାନେ ଯେତେବେଳେ ଇନ୍ଦ୍ରଙ୍କ ଦ୍ୱାରା ବିଧିପୂର୍ବକ ଅଶ୍ୱମେଧ ଯଜ୍ଞ କରାଇଲେ, ସେହି ଯଜ୍ଞ ଦ୍ୱାରା ସନାତନ ପୁରୁଷ ଯଜ୍ଞପତି ଭଗବାନଙ୍କର ଆରାଧନା କରି ଇନ୍ଦ୍ର ସକଳ ପାପରୁ ମୁକ୍ତ ହୋଇଗଲେ ଓ ପୁଣି ପୂର୍ବ ପରି ପୂଜନୀୟ ହୋଇଗଲେ। ହେ ପରୀକ୍ଷିତ, ଏହି ଶ୍ରେଷ୍ଠ ଆଖ୍ୟାନଟିରେ ଇନ୍ଦ୍ରଙ୍କର ବିଜୟ ଓ ତାଙ୍କର ପାପ ମୁକ୍ତି ଭଗବାନଙ୍କର ପ୍ରିୟ ଭକ୍ତ ବୃତ୍ରାସୁରଙ୍କ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଏଥିରେ ତୀର୍ଥମାନଙ୍କୁ ମଧ୍ୟ ତୀର୍ଥ କରାଇ ଦେଉଥିବା ଭଗବାନଙ୍କର ଅନୁଗ୍ରହ ଆଦି ଗୁଣମାନଙ୍କର ସଂକୀର୍ତ୍ତନ କରାଯାଇଛି। ଏହା ସକଳ ପାପ ଧୋଇଦେଇ ଭକ୍ତିର ଅଭିବୃଦ୍ଧି ଘଟାଏ। ବୁଦ୍ଧିମାନ ଲୋକେ ଏହି ଇନ୍ଦ୍ର ସମ୍ବନ୍ଧୀୟ ଆଖ୍ୟାନଟି ସଦାସର୍ବଦା ପଠନ ଓ ଶ୍ରବଣ କରିବା ଉଚିତ। ବିଶେଷତଃ ଉତ୍ସବ ଅବସରରେ ଏହା ନିଶ୍ଚୟ ପଠନ ଓ ଶ୍ରବଣ କରିବା ଆବଶ୍ୟକ। ଏହି ଆଖ୍ୟାନ ଧନ ଓ ଯଶ ବୃଦ୍ଧି କରାଏ ଏବଂ ସକଳ ପାପ ବିନାଶ କରାଏ, ଶତ୍ରୁ ଉପରେ ବିଜୟୀ କରାଏ ତଥା ଆୟୁ ଓ ମଙ୍ଗଳର ମଧ୍ୟ ଅଭିବୃଦ୍ଧି ଘଟାଏ। ଏହି ଥିଲା ଏହି ସୁନ୍ଦର ଅଧ୍ୟାୟର ବର୍ଣ୍ଣନା। ନିଶ୍ଚିତ ଭାବେ ଏହାକୁ ଆପଣମାନେ ଶୁଣିବେ ଏବଂ ଏଥିରୁ ସାରାଂଶ ଛାଣି ନିଜ ପାଇଁ କାମରେ ଲଗାଇବେ। ଜୟ ଜଗନ୍ନାଥ। ଆପଣଙ୍କୁ ସର୍ବଦା ଭଗବାନ ମଙ୍ଗଳରେ ରଖିଥାନ୍ତୁ।